ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଦେଶରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବା ଉପରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଗୁଜରାଟ କ୍ୟାବିନେଟ୍ର ଆଜି ଅଦଳବଦଳ ହେବା ପୂର୍ବରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ। ପାକିସ୍ତାନର ବଲୁଚିସ୍ତାନରେ ପାକ୍ ସେନା ଆକ୍ରମଣରେ 6 ମୃତ। ଏବଂ ଆସନ୍ତା ମାସ 24 ତାରିଖରୁ ରାଜସ୍ଥାନରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ମୋଟ 243ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର 6 ତାରିଖରେ 121ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିରେ ପାଟନା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ ଏବଂ ଭୋଜପୁର ଆଦି ଜିଲ୍ଲା ରହିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚଳିତ ମାସ 20 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 11ରେ ଅନୁଷ୍ଠିତ ହେବ ଏବଂ ନଭେମ୍ବର 14ରେ ଦୁଇଟି ଯାକ ପର୍ଯ୍ୟାୟର ଭୋଟ ଗଣତି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶରେ 2880 କୋଟିରୁ ଅଧିକ ଟଙ୍କାର କୁର୍ନୁଲ-3 ପୁଲିଂ ଷ୍ଟେସନର ଶିଳାନ୍ୟାସ କରିଛନ୍ତି। ଏଥିରେ 765 କିଲୋଭୋଲ୍ଟ ଡବଲ ସର୍କିଟ୍ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ରହିଥିବା ବେଳେ ଦେଶର ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ରକୁ ବାର୍ଷିକ 6000 ମେଗାଭୋଲ୍ଟ ଆମ୍ପିୟର ଶକ୍ତି ଯୋଗାଣ କରିବ ବୋଲି ଜଣାପଡ଼ିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ଆନ୍ଧ୍ରପ୍ରଦେଶର ବିକାଶକୁ ପରବର୍ତ୍ତୀ ସ୍ତରକୁ ନେବା ଲାଗି ଉଦ୍ୟମ ଜାରି ରଖିଛନ୍ତି। पिछले 16 महीनों में आंध्र प्रदेश में विकास की गाड़ी तेज गति से दौड़ रही है। डबल इंजन की सरकार में अभूतपूर्व प्रगति हो रही है। आज दिल्ली और अमरावती मिलकर तेज विकास की दिशा में आगे बढ़ रहे हैं। ପ୍ରଧାନମନ୍ତ୍ରୀ ଓର୍ଭାକାଲ ଶିଳ୍ପାଞ୍ଚଳର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଏଥିରେ 4920 କୋଟି ଟଙ୍କା ବିନିଯୋଗ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବହୁମୁଖୀ ଶିଳ୍ପ ହବ୍ ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶର ଯୁବକମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାରେ ସହାୟକ ହେବ। ଏହାକୁ ଶକ୍ତି କ୍ଷେତ୍ରରେ ଘଟିଥିବା ବଡ଼ ପରିବର୍ତ୍ତନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। क्लीन एनर्जी से लेकर देश के टोटल एनर्जी प्रोडक्शन तक भारत हर क्षेत्र में नए रिकॉर्ड बना रहा है। आज देश के हर गांव तक बिजली पहुंच चुकी है। प्रति व्यक्ति इलेक्ट्रिसिटी का इस्तेमाल बढ़कर 1400 यूनिट हो गया है। इंडस्ट्री से लेकर हाउस होल्ड तक सबको पर्याप्त बिजली मिल रही है। देश की इस एनर्जी रिवॉल्यूशन का एक बड़ा केंद्र हमारा आंध्र प्रदेश है। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଗୁଲ ଦ୍ୱାରା ସ୍ଥାପନ ହେବାକୁ ଥିବା କୃତ୍ରିମ ବୁଦ୍ଧିମତ୍ତା କେନ୍ଦ୍ର ବିଷୟରେ ଆଲୋକପାତ କରି କହିଥିଲେ, आज भारत की और आंध्र प्रदेश की स्पीड और स्कोप इसको पूरी दुनिया देख रही है। आंध्र प्रदेश में गूगल ने बड़ा निवेश करने का ऐलान किया है। गूगल यहां हमारे आंध्र प्रदेश में भारत का पहला आर्टिफिशियल इंटेलिजेंस हब बनाने जा रही है। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଶରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏବେ 731ଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରୁଛି। ସେହି କେନ୍ଦ୍ରଗୁଡ଼ିକ ନାମମାତ୍ର କୃଷକମାନଙ୍କ କଲ୍ୟାଣ ନିମନ୍ତେ ନିଜର କାର୍ଯ୍ୟ ସମ୍ପ୍ରସାରଣ କରୁଥିବା ଜଣାପଡ଼ିଛି। ଶ୍ରୀ ଚୌହାନ କହିଛନ୍ତି, କୃଷକମାନଙ୍କ ପାଖରେ ଶୀଘ୍ର ପହଞ୍ଚିବା କ୍ଷେତ୍ରରେ କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବା ସହ ଆଧୁନିକ ଜ୍ଞାନକୌଶଳ ଓ ପ୍ରଶିକ୍ଷଣ ପ୍ରଦାନ ଏବଂ କୃଷି ନବସୃଜନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କୃଷି ଏବଂ ପ୍ରାକୃତିକ ଚାଷ କାର୍ଯ୍ୟକୁ ବିକଶିତ କରିବା ଦିଗରେ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଆଦର୍ଶ ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶ୍ରୀ ଚୌହାନ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଆବଶ୍ୟକ ଆର୍ଥିକ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ସହାୟତା ଯୋଗାଇ ଦେବାକୁ ଭାରତୀୟ କୃଷି ଗବେଷଣା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି, G20 ଉଦ୍ଦେଶ୍ୟ ଏବଂ କାର୍ଯ୍ୟାନ୍ୱୟନ ମଧ୍ୟରେ ଏକ ସଂଯୋଗୀ ସେତୁ ଭାବେ କାର୍ଯ୍ୟ କରିବା ଉଚିତ, ଯେଉଁଥିରେ ପ୍ରତ୍ୟେକ ଦେଶର ଅବଦାନକୁ ଗୁରୁତ୍ୱ ଦିଆଯିବା ସହ ସାମର୍ଥ୍ୟ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ।
ଗତକାଲି ଦକ୍ଷିଣ ଆଫ୍ରିକାରେ G20 ସମାବେଶୀ ଜଳବାୟୁ ଓ ପରିବେଶ ମନ୍ତ୍ରୀସ୍ତରୀୟ କାର୍ଯ୍ୟଗୋଷ୍ଠୀର ବୈଠକର ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଭାରତ ଜୈବ ବିବିଧତା ଏବଂ ସଂରକ୍ଷଣ କ୍ଷେତ୍ରରେ ପ୍ରସ୍ତାବିତ ଇକୋସିଷ୍ଟମ ଆଧାରିତ ପଦ୍ଧତି ଗ୍ରହଣ କରିବା ସହ ଏହାର କାର୍ଯ୍ୟାନ୍ୱୟନକୁ ସମର୍ଥନ କରେ। ଶ୍ରୀ ଯାଦବ କହିଥିଲେ ଭାରତ ଜଳବାୟୁ ଏବଂ ବିକାଶ ଉଭୟକୁ ସମନ୍ୱିତ କରିବାକୁ ନିଆଯାଉଥିବା ପଦକ୍ଷେପକୁ ସମର୍ଥନ କରିଆସୁଛି। ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ସାମାଜିକ ଆଭିମୁଖ୍ୟ ଏବଂ ଜୀବନଶୈଳୀ ପ୍ରାସଙ୍ଗିକ ହୋଇ ରହିଛି। ଆଗାମୀ ଦିନରେ ଏହାକୁ ଭବିଷ୍ୟତର ପରିବେଶ ସହ ସମାନ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଶ୍ରୀ ଯାଦବ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ୍ରେ ଆଜି ଅଦଳ ବଦଳ ହେବ। ଗତକାଲି ସମସ୍ତ 16 ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାପଡ଼ିଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ଲାଗି କୁହାଯାଇଥିଲା। ଫଳରେ ଦଳର ମୁଖ୍ୟ ଆଗାମୀ ସ୍ଥାନୀୟ ସଂସ୍ଥା ନିର୍ବାଚନ ପୂର୍ବରୁ ମୁକ୍ତ ଭାବେ ମନ୍ତ୍ରିମଣ୍ଡଳ ଗଠନ କରିପାରିବେ। ବିଦାୟୀ ମନ୍ତ୍ରିମଣ୍ଡଳରେ 8 ଜଣ କ୍ୟାବିନେଟ୍ ମନ୍ତ୍ରୀ, 6 ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ 2 ଜଣ ସ୍ୱାଧୀନ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରମନ୍ତ୍ରୀ ଥିଲେ। କୃଷକମାନଙ୍କ ଅଭିଯୋଗର ସମାଧାନ ନିମନ୍ତେ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାର, କୀଟନାଶକ, ବିହନ, ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଯୋଜନା ଏବଂ PM କୃଷକ ପୋର୍ଟାଲ ସମ୍ପର୍କରେ ଥିବା ଅଭିଯୋଗଗୁଡ଼ିକର ଆଲୋଚନା ହୋଇଥିଲା। ଶ୍ରୀ ଚୌହାନ ପ୍ରତ୍ୟେକ ଅଭିଯୋଗର ସମାଧାନ ନିମନ୍ତେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ଲାଗି ନିର୍ଦ୍ଦେଶ ଦେବା ସହ କୌଣସି ଅଭିଯୋଗ ଯେଭଳି ଦୀର୍ଘଦିନ ଧରି ସମାଧାନ ନ ରହିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କୌଣସି ସମସ୍ୟାର ସମାଧାନରେ ଯଦି ଅଭିଯୋଗକାରୀ କୃଷକ ସନ୍ତୁଷ୍ଟ ନ ହୁଅନ୍ତି ସେ କ୍ଷେତ୍ରରେ ସେହି ଅଭିଯୋଗ ଉପରେ ପୁଣି ସମାଧାନ ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ। ବୈଠକରେ ମନ୍ତ୍ରୀ ଶ୍ରୀ ଚୌହାନ କେଉଁ ରାଜ୍ୟରୁ ଅଧିକ ଅଭିଯୋଗ ଆସିଛି ଏବଂ ସମାଧାନର କେଉଁ ସ୍ତରରେ ମନ୍ଥର ହେଉଛି ତାହା ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନର ବଲୁଚିସ୍ତାନରେ ପାକ୍ ସେନା ପକ୍ଷରୁ ବୋମା ମାଡ଼ରେ 6 ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଛୋଟ ପିଲା ରହିଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ମାନବାଧିକାର ଉଲ୍ଲଂଘନ ନେଇ ବାରମ୍ବାର ଅଭିଯୋଗ ହେଉଥିବାରୁ ପାକିସ୍ତାନ ସେନା ପକ୍ଷରୁ ଆକାଶମାର୍ଗରୁ ବୋମା ନିକ୍ଷେପ ଫଳରେ ଏଭଳି ଘଟିଛି। ବଲୋଚ ଜାତୀୟ ମାନବାଧିକାର ଆନ୍ଦୋଳନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଜାରି କରାଯାଇଥିବା ହୃଦୟ ବିଦାରକ ଭିଡ଼ିଓରେ ପାକିସ୍ତାନ ସେନାର ଅମାନବୀୟ କାର୍ଯ୍ୟ ସମ୍ପର୍କରେ ଜଣାପଡ଼ିଛି। ସୂଚନା ଅନୁଯାୟୀ ମୃତକ 6 ଜଣଙ୍କ ମଧ୍ୟରେ 4 ଜଣ ଛୋଟ ପିଲା ରହିଛନ୍ତି। ସେଠାକାର ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି ପାକିସ୍ତାନ ସେନାର ଏଭଳି ବର୍ବରୋଚିତ ଆକ୍ରମଣ ଜେନେଭା ଚୁକ୍ତି ଏବଂ ଆନ୍ତର୍ଜାତିକ ମାନବାଧିକାର ଆଇନର ଉଲ୍ଲଂଘନ କରୁଛି। ଗତ 5ରୁ 10 ତାରିଖ ମଧ୍ୟରେ ବଲୁଚିସ୍ତାନର ଜେହ୍ରି ଅଞ୍ଚଳରୁ ପାକିସ୍ତାନ ସେନା ଅନେକ ଜଣଙ୍କୁ ଉଠାଇ ନେଇଥିବା ଏବଂ ପରେ ସେମାନଙ୍କ ପତ୍ତା ମିଳୁନଥିବା କୁହାଯାଇଛି। ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଗତ ସନ୍ଧ୍ୟାରେ ବିଶାଖାପଟ୍ଟନମରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 10 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିବା ପରେ ଯୋଗ୍ୟତା ହାସଲ କରିଛି। ତାଲିକାରେ ସର୍ବାଧିକ 9 ପଏଣ୍ଟ ସହ ଅଷ୍ଟ୍ରେଲିଆ ଶୀର୍ଷରେ ରହିଥିବା ବେଳେ ବାଂଲାଦେଶ 2 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 198 ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ 24 ଓଭର 5ଟି ବଲ୍ରେ 202 ରନ୍ କରିଥିଲା। ଆଜି କଲମ୍ବୋଠାରେ ଭାରତୀୟ ସମୟ ଅପରାହ୍ନ 3ଟାରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ ପୁରୁଷ ଏକକ ମ୍ୟାଚ୍ରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେ ଗତକାଲି ଆଣ୍ଡର୍ସ ଆଣ୍ଟନସେନଙ୍କୁ ପରାସ୍ତ କରିଥିଲେ। ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଚାଇନିଜ ତାଇପେଇ ଯୋଡ଼ିଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଆଜି ଅପରାହ୍ନ 4:30ରେ ଭାରତୀୟ ଯୋଡ଼ି ଇଣ୍ଡୋନେସିଆ ଯୋଡ଼ିଙ୍କ ସହ ମୁକାବିଲା କରିବେ। ଆସନ୍ତା ମାସ 24 ତାରିଖରୁ ରାଜସ୍ଥାନର 7ଟି ସହରରେ 5ମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ। ସେହି ସହରଗୁଡ଼ିକ ହେଉଛି ଜୟପୁର, ଆଜମେର, ଉଦୟପୁର, ଯୋଧପୁର, ବିକାନେର, କୋଟା ଏବଂ ଭରତପୁର। 12 ଦିନ ଧରି ଚାଲିବାକୁ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ 23ଟି ପଦକ ପ୍ରଦାନ କରାଯିବ। ଦେଶର 5000ରୁ ଅଧିକ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଦେଶରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବା ଲାଗି କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଗୁଜରାଟ କ୍ୟାବିନେଟ୍ର ଆଜି ଅଦଳବଦଳ ହେବା ପୂର୍ବରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ। ପାକିସ୍ତାନର ବଲୁଚିସ୍ତାନରେ ପାକ୍ ସେନାର ଆକ୍ରମଣରେ 6 ମୃତ ଏବଂ ଆସନ୍ତା ମାସ 24 ତାରିଖରୁ ରାଜସ୍ଥାନରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ଲଗ୍ଅନ୍ କରିପାରିବେ newsonair.gov.in।